Hello everyone, Jai Jagannath. Welcome to the channel Superior Exam. ଆଜି ଆମେ ପଢିବା ଦଶମ ଶ୍ରେଣୀ ଓଡ଼ିଆ ସାହିତ୍ୟ ବହିର ପଦ୍ୟର ନାଁ ହେଉଛି ଚିଲିକାରେ ସାୟନ୍ତନ ଦୃଶ୍ୟ। ଦଶମ ଶ୍ରେଣୀର ଭେରି ଇମ୍ପୋର୍ଟାଣ୍ଟ ପୋଏମଟିଏ ଯାହାର ନାମ ସାୟନ୍ତନ ଦୃଶ୍ୟ। ଚିଲିକାରେ ସାୟନ୍ତନ ଦୃଶ୍ୟ ଅର୍ଥାତ୍ ଚିଲିକାରେ ସନ୍ଧ୍ୟାକାଳୀନ ଦୃଶ୍ୟ। ଏହାକୁ ରଚନା କରିଛନ୍ତି ବା କବି ଅଛନ୍ତି କବିବର ରାଧାନାଥ ରାୟ। କବିବର ରାଧାନାଥ ରାୟ। ତ ଚାଲନ୍ତୁ ପିଲାମାନେ ଚିଲିକା ବିଷୟରେ ପଢିବା। ଚିଲିକା ଏମିତି ଏକ ହ୍ରଦ ଯାହାର ସୌନ୍ଦର୍ଯ୍ୟ ଏବଂ ଏହା ସବୁବେଳେ ମନକୁ ବିମୋହିତ କରିଥାଏ। ଯେତେ ଦେଖିଲେ ବି ସୁନ୍ଦର ତୃପ୍ତିର ଅବସାଦ ନାହିଁ, ଯେତେ ଦେଖିଲେ ବି ନୂଆ ଦିଶୁଥାଏ। ତେଣୁ ଚିଲିକାକୁ ଆମେ ଯେତେ ଥର ଦେଖିଲେ ବି ତାର ପ୍ରାକୃତିକ ସୌନ୍ଦର୍ଯ୍ୟ, ତାର ଜଳରାଶି, ତାର ଚଢେଇ ମାନଙ୍କର କିଚିରି ମିଚିରି ଶବ୍ଦ ଏବଂ ମଝିରେ ଥିବା ମା କାଳିଜାଇଙ୍କ ମନ୍ଦିର, ଏ ସବୁବେଳେ ଏହା ଆମକୁ ଅଧିକରୁ ଅଧିକ ଆକର୍ଷିତ କରିଥାଏ। ତ ଚାଲନ୍ତୁ ପିଲାମାନେ ଦେଖିବା ଆଜିର ପୋଏମ ଚିଲିକାରେ ସାୟନ୍ତନ ଦୃଶ୍ୟ। କବି, ଏଠାରେ କବି ଅଛନ୍ତି କବିବର ରାଧାନାଥ ରାୟ। ଆଧୁନିକ ଓଡ଼ିଆ ସାହିତ୍ୟର ପୁରୋଧା ବା ସ୍ରଷ୍ଟା ବା ଭିତ୍ତି ସଂସ୍ଥାପକ କବିବର ରାଧାନାଥ ରାୟ ଆଧୁନିକ ଓଡ଼ିଆ କାବ୍ୟଧାରାର ଭିତ୍ତି ସଂସ୍ଥାପକ। ଆଧୁନିକ ଓଡ଼ିଆ କାବ୍ୟଧାରାର ସେ ଥିଲେ ପ୍ରଥମ ଭିତ୍ତି ସଂସ୍ଥାପକ, ଯାହାଙ୍କ ଠାରୁ ଆଧୁନିକ ଓଡ଼ିଆ ସାହିତ୍ୟର ମୂଳଦୁଆ ସ୍ଥାପିତ ହୋଇଥିଲା। ସେ ଥିଲେ କବିବର ରାଧାନାଥ ରାୟ। ସେ ବାଲେଶ୍ୱର ଜିଲ୍ଲା ସୋର ନିକଟବର୍ତ୍ତୀ କେଦାରପୁର ଗାଁରେ ଜନ୍ମଗ୍ରହଣ କରିଥିଲେ। ବାଲେଶ୍ୱର ଜିଲ୍ଲାର ସୋର ବ୍ଲକ ନିକଟବର୍ତ୍ତୀ କେଦାରପୁର ଗାଁରେ ସେ ଜନ୍ମଗ୍ରହଣ କରିଥିଲେ। ସେହିପରି ଊନବିଂଶ ଶତାବ୍ଦୀରେ 1800ରୁ 1900 ଶତାବ୍ଦୀ ମଧ୍ୟରେ ଊନବିଂଶ ଶତାବ୍ଦୀରେ ସେ ପ୍ରଥମେ ଶିକ୍ଷକ ଥିଲେ। ଶିକ୍ଷକରୁ ପ୍ରମୋଶନ ହେଇକି ବା ପଦ ଉନ୍ନତି ହେଇକି ସେ ବଙ୍ଗ, ବିହାର, ଓଡ଼ିଶା ଏ ତିନୋଟି ସେତେବେଳେ ଏକାଠି ଗୋଟିଏ ରାଜ୍ୟ ହେଇକି ଥିଲା। ଯେହେତୁ ସେତେବେଳେ ଇଂରେଜ ଶାସନ ଚାଲିଥିଲା, ସେତେବେଳେ ବଙ୍ଗ, ବିହାର, ଓଡ଼ିଶା ମିଶ୍ରିତ ଭାବରେ ଥିଲା। ତେଣୁ ଏହି ଅଞ୍ଚଳର ବିଦ୍ୟାଳୟ ସମୂହର ସେ ଶିକ୍ଷା ବିଭାଗର ଇନ୍ସପେକ୍ଟର ହୋଇଥିଲେ। ପ୍ରଥମେ ସେ ଶିକ୍ଷକ ଥିଲେ, ତାପରେ ବଙ୍ଗ, ବିହାର, ଓଡ଼ିଶା ତିନିଟା ଷ୍ଟେଟର, ସେତେବେଳେ ତ ଷ୍ଟେଟ ନଥିଲା, ତିନୋଟି ଅଞ୍ଚଳକୁ ନେଇକି ସେ ଜଣେ ଶିକ୍ଷା ବିଭାଗର ଇନ୍ସପେକ୍ଟର ହେଇପାରିଥିଲେ, ପ୍ରମୋଶନ ହେଇଥିଲା। ସେହିପରି ନୂଆ ରୀତିରେ, ନୂଆ ଢାଞ୍ଚାରେ, ନୂଆ ଶୈଳୀରେ ଓଡ଼ିଆ କାବ୍ୟ ରଚନା କରି ସେ ଚର୍ଚ୍ଚିତ ହୋଇଥିଲେ। ସେହିପରି ରାଧାନାଥ ରାୟଙ୍କର କବି କୀର୍ତ୍ତିର ଗୌରବାବହ, ଯାହାକି ସବୁବେଳେ ଗୌରବାନ୍ୱିତ କରିଛି। ତାର କୃତି ମଧ୍ୟରେ, ତାଙ୍କର ସୃଷ୍ଟି ଗୁଡିକ ଭିତରେ କଣ କଣ ଆସିଲା ନା କେଦାର ଗୌରୀ, ନନ୍ଦିକେଶରୀ, ଚନ୍ଦ୍ରଭାଗା, ଉଷା, ପାର୍ବତୀ, ଚିଲିକା, ମହାଯାତ୍ରା, ଉର୍ବଶୀ ଆଦି କାବ୍ୟ କିଛି ରଚନା କରିଛନ୍ତି। ଏଗୁଡିକ ତାଙ୍କର ଗୋଟେ ଗୋଟେ କାବ୍ୟ। କେଦାର ଗୌରୀ ବହୁତ ସୁନ୍ଦର କାବ୍ୟଟେ ପଢିପାରିବ ପିଲାମାନେ। ନନ୍ଦିକେଶରୀ ମଧ୍ୟ, ଚନ୍ଦ୍ରଭାଗା ନଦୀକୁ ନେଇକି ସେ ଲେଖିଛନ୍ତି କେତେ ସୁନ୍ଦର ପ୍ରାକୃତିକ କବିତା। ହଁ, ପ୍ରକୃତି ଉପରେ ଲେଖିଛନ୍ତି କେତେ ସୁନ୍ଦର କବିତାଟିଏ। ଉଷା, ପାର୍ବତୀ, ଚିଲିକା ହଉଛି ତାଙ୍କର ଏକ ଖଣ୍ଡ କାବ୍ୟ ବା ପ୍ରକୃତି କାବ୍ୟ। ଏହାକୁ ଆମେ କଣ କହିବା? ଖଣ୍ଡ କାବ୍ୟ ବା ପ୍ରକୃତି କାବ୍ୟ। ପ୍ରକୃତିକୁ ନେଇକି ସେ ଲେଖିଛନ୍ତି ନା, ପ୍ରକୃତି କାବ୍ୟ ହେଲା ଚିଲିକା। ମହାଯାତ୍ରା ହଉଛି ତାଙ୍କର ଏକ ମହାକାବ୍ୟ ହେଲା। ଦରବାର ହଉଛି ତାଙ୍କର ଏକ ବ୍ୟଙ୍ଗ କାବ୍ୟ। ସେହିପରି ସର୍ବେଷାଂ ନୁ ଜନନୀ ଭାରତ ଧରଣୀ କଳ୍ପଲତେୟମ୍, ଏଇଠି ତାଙ୍କର ଏକ ଭାରତ ଗୀତିକା ସଂସ୍କୃତରେ ଲେଖିଥିବା ଏକ ଭାରତ ଗୀତିକାର ନାଁ ହଉଛି ସର୍ବେଷାଂ ନୁ ଜନନୀ ଭାରତ ଧରଣୀ କଳ୍ପଲତେୟମ୍। ଏହା ହେଲା ତାଙ୍କର ସଂସ୍କୃତ ଗୀତି ପ୍ରତିଭାର ଏକ ଅପୂର୍ବ ସ୍ୱାକ୍ଷର। ସେହିପରି ଦୁଇଟି ଅନୁଦିତ କୃତି, ସେ ଦୁଇଟି ବହି ଲେଖିଥିଲେ, ଯୋଉଟା କି ଅନୁଦିତ କୃତି, ତାର ସ୍ୱାକ୍ଷର ହଉଛି ମେଘଦୂତ ଆଉ ଗୋଟେ ହେଲା ତୁଳସୀ ସ୍ତବକ। ଏହି ଦୁଇଟିକୁ ମଧ୍ୟ ସେ ରଚନା କରିଥିଲେ, ମେଘଦୂତ ଆଉ ଗୋଟେ ହେଲା ତୁଳସୀ ସ୍ତବକ। ସେହିପରି ରାଧାନାଥଙ୍କ ବହୁପାଠିତା ପାଣ୍ଡିତ୍ୟ କବିତ୍ୱର ଉଚ୍ଚକୋଟୀର ନିଦର୍ଶନ ହେଉଛି ଏହି
मेघदूत और तुलसी स्तबक सेहीपरि आज जो विषयटी हम पढ़ुचे चिलिकार सायंतन दृश्य कविताटी यही कविताटी मुख्यतः प्रकृति को से नायिका भाव सजाई प्रकृति को से नायिका भाव सजाई तेणु यही कवितार मुख्य नायिका होती प्रकृति बा नेचर नेचर हूँ मुख्य नायिका ताकू नहीं पोएम टी लिखाई पद्यटी लिखाई चिलिका खंड काव्य आसी यही काव्यटी मुख्यतः चिलिका बोली जो पुस्तक अच्छी से खंड काव्य आसी कौटी ना चिलिकार सायंतन दृश्य विषयटी चिलिका खंड काव्य आसी रचना कर वैशिष्ट स्वीकृत चिलिकार सायंतन दृश्य अंशटी चिलिका खंड काव्य आनीत से कथा से कथा कहला जे चिलिकार जो सायंतन दृश्य आम पढ़ुचे जो कविताटी यह मुख्यतः चिलिका खंड काव्य आसी जो मुख्य बहीटा था बहीर ना हूँ चिलिका से ही बहीर गोटे पार्ट हूँ गोटे पोएम हूँ चिलिकार सायंतन दृश्य एथिरे चिलिकार संध्याकालीन मनोरम दृश्य को वर्णना करा जायछि एही पोएम रे चिलिकार संध्या समय मनोरम दृश्य को अति सुंदर भाव अति निखुण भाव वर्णना करा जायछि। तापर देखिबा कवि सूर्य समस्त जानछ पिला माने कवि सूर्य किए कवि सूर्य होउछि बलदेव रथ कवि सूर्य होउछन्ति बलदेव रथ जे कि गीतामृत रचना करथिले गीतामृत कहले तांकर बहिर ना होउछि किशोर चंद्रानंद चंपू पुस्तक ना होउछि किशोर तो लिखि दोछि किशोर चंद्रानंद चंपू यही पुस्तकटा होउछि गीता भलिया को अमृत सृष्टि कवि सूर्य बलदेव रथंकर गीता भली अमृतमय रचना बा सृष्टि ना होउछि किशोर चंद्रानंद चंपू जार एक कविता अच्छी गलाणी तो गला संगात गलाणी तो गला कथार संगात गलाणी तो गला कथा गोपतर सिना तते मु कहली এই जो पोएमटा अच्छी से पोएमटा हमर लेखा है कवि सूर्यंकर गीतामृत से किशोर चंद्रानंद चंपू पुस्तक रचित होती गीता भाई अमृत है कवि सूर्यंकर रचनाटी गीता भाई अमृत ताकू से स्मरण कर मन पकई सेहीपरि जातीय भावनार उद्वेलन एठे मुख्यतः जातीय भावना आम भितर किपरि प्रतिटी उड़िया भितर किपरि जातीय भावना सृष्टि हेबो ताकू नेकी से रचना करचंती सेहीपरि जीवन प्रति शाश्वत वार्ता ओ कविंकर सौंदर्य को से एठारे अति निखुण भाव वर्णना करिसेंती प्रकाश करिसेंती। तो चला पिला माने जीवा वर्तमान मुख्य विषय मुख्य पोएम मुख्य स्टांजा प्राची मूल एबे मीन जीवी नाबे छाया करे चित्र दिशे ठाबे ठाबे मत्स्य धरी सेहू समुद्र मुहाणे निज गृह कथा भावी एका ध्याने भालेरी शिखरे संध्या तारा देखी आसंती पटिका मोहल्ला से टेकी। तो पिला माने देखिबा आथरे पढ देखिबा प्राची मूले एबे मीन जीवी नाबे छाया करे चित्र दिशे ठाबे ठाबे मत्स्य धरी सेहू समुद्र मुहाणे निज गृह कथा भावी एका ध्याने भालेरी शिखरे संध्या तारा देखी आसंती पटिका मोहल्ला से टेकी ताकू बर्तमान व्याख्या करिया पिला माने। तो बर्तमान सुधा हम देखि पारछे चिलिकार केते सुंदर प्राकृतिक परिवेश को एक सुंदर फोटोटी एठी अछि से फोटो हम कोन जानि पारछे बर्तमान समय सूर्यास्त समय सूर्य बर्तमान अस्त होबाक बसिलानी पश्चिम दिगरे बर्तमान सूर्य अस्त होबाक बसिलानी हैला आउ दूररू खूब दूररू देखा जाउची छोट छोट नाव मानक छोट छोट नौका मानक देखिया मिलुची आउ सेही नौका रे नाविक माने बा मत्स्यजीवी माने जो माने मत्स्य को धरिकी माछ धरिकी जीविका अर्जन करथाने से माने मत्स्यजीवी से कोन करछंती ना माछ धरियार लागिछंती संध्या समय हैला विलंबित गोधड़ी रे आकाशर लग्न रे बा बारुणी गगन रक्तिमा आभा चिलिका उपरे प्रतिफलित होउची अर्थात सूर्यंकर लाल रंगर किरण जहाँकि प्राकृतिक परिवेश को चिलिकार वक्षस्थल को अधिक रु अधिक सौंदर्य भरी दउची अधिक रु अधिक मनोरम कर देइछि अधिक रु अधिक समस्त को आकृष्ट करि पारुछि एभली एक दृश्य वर्तमान देखिया को मिलुछि संध्या भाग बसिलानी हैला सूर्य उइया को बसिलानी आउ
ହ୍ରଦର ବକ୍ଷରେ ବର୍ତ୍ତମାନ ମତ୍ସ୍ୟଜୀବୀ ମାନେ ନିଜର ମାଛ ଧରିବାର ସମୟ ବା ଶେଷ ସମୟ ଆସି ପହଞ୍ଚିଗଲାଣି। ତାପରେ ଦେଖ ପ୍ରାଚୀ ମୂଳେ ଏବେ ମୀନ ଜୀବୀ ନାବେ। ବର୍ତ୍ତମାନ ଯିବା ବିଷୟବସ୍ତୁକୁ। ପ୍ରାଚୀ ମାନେ ପୂର୍ବ, ପ୍ରାଚୀ ମାନେ ପୂର୍ବ ଦିଗରେ, ପ୍ରାଚୀ ଅର୍ଥ ପୂର୍ବ ଦିଗରେ ଏବେ ବର୍ତ୍ତମାନ ସମୟରେ, ବର୍ତ୍ତମାନ କହିଲେ କେତେବେଳେ ସନ୍ଧ୍ୟା ସମୟରେ, ତ ସନ୍ଧ୍ୟା ସମୟରେ ପ୍ରାଚୀ ମୂଳରେ ବା ପୂର୍ବ ଦିଗରେ ମୀନଜୀବୀ ମତ୍ସ୍ୟଜୀବୀ ଯୋଉମାନେ ମାଛ ଧରନ୍ତି ସେମାନେ ହେଲେ ମୀନଜୀବୀ। ମୀନକୁ ଧରିକି ଯେ ଜୀବିକା ଅର୍ଜନ କରେ ସେମାନେ ହେଲେ ମୀନଜୀବୀ ବା ମତ୍ସ୍ୟଜୀବୀ ବା ମଛୁଆରା ବା ଯୋଉମାନେ ମାଛ ଧରନ୍ତି ହେଲା। ପ୍ରାଚୀ ମୂଳରେ ପୂର୍ବ ଦିଗରେ ବର୍ତ୍ତମାନ ସନ୍ଧ୍ୟା ସମୟରେ ମୀନଜୀବୀ ମାନେ ମତ୍ସ୍ୟଜୀବୀ ମାନେ ନାବେ ମାନେ ନାବ ମାନେ ନୌକା, ନୌକାରେ କଣ କରୁଛନ୍ତି ନା ମାଛ ଧରିବାରେ ଲାଗିଛନ୍ତି। ସନ୍ଧ୍ୟା ସମୟରେ ପୂର୍ବ ଦିଗରେ ମୀନଜୀବୀ ମାନେ ବା କେଉଟ ମାନେ ବା ମତ୍ସ୍ୟଜୀବୀ ମାନେ ହେଲା ନାବରେ ବା ନୌକାରେ କଣ କରୁଛନ୍ତି ମାଛ ଧରିବାରେ ଲାଗିଛନ୍ତି। ଆଉ ସେମାନଙ୍କ ଚିତ୍ର ଗୁଡିକ ଦୂରରୁ ଯେହେତୁ ଦେଖୁଛନ୍ତି କବି ରାଧାନାଥ ରାୟ ଦୂରରୁ ଯେହେତୁ ସେମାନଙ୍କୁ ଦେଖିବାକୁ ପାଉଛନ୍ତି ବା ଖୁବ ଦୂରରୁ ଯେତେବେଳେ ସେ ଦେଖୁଛନ୍ତି ତାଙ୍କର ଚିତ୍ର ଗୁଡିକ ସ୍ପଷ୍ଟ ଭାବରେ ଦେଖାଯାଉ ନାହିଁ। ସେହି ଡଙ୍ଗାରେ ଥିବା ବ୍ୟକ୍ତି ମାନଙ୍କର ଚିତ୍ର ଗୁଡିକ ସେ ଡଙ୍ଗା ଗୁଡିକ ମଧ୍ୟ ସ୍ପଷ୍ଟ ଭାବରେ ଦେଖାଯାଉ ନାହିଁ। ସେ ଅସ୍ପଷ୍ଟ ଭାବରେ ଅଳ୍ପ ଅଳ୍ପ ପରିମାଣ ଦେଖାଯାଉଛି। ତେଣୁ ଛାୟାକାରୀ ଚିତ୍ର ଦିଶେ ଠାବେ ଠାବେ। ବର୍ତ୍ତମାନ ସେ କଣ ଦେଖୁଛନ୍ତି ସେଇ ନୌକାରେ ଥିବା ମୀନଜୀବୀ ମାନଙ୍କର ଚିତ୍ର ଗୁଡିକ ଛାଇ ଆକାରର ଅସ୍ପଷ୍ଟ ରୂପରେ ଦେଖାଯାଉଛି ଦୂରରୁ ହେଲା। ଦୂରରୁ ସେମାନଙ୍କର ଚିତ୍ର ଗୁଡିକ ଅସ୍ପଷ୍ଟ ଭାବରେ ହେଲା ମାନେ ସ୍ପଷ୍ଟ ନୁହଁ ପୁରା HD ନୁହଁ ହେଲା, ଅସ୍ପଷ୍ଟ ଭାବରେ ଦୂରରୁ ସେ ଚିତ୍ର ଗୁଡିକ ଦୃଶ୍ୟମାନ ହଉଛି ହେଲା। ପୁଣି ସବୁ ଜାଗାରେ ନୁହଁ ଠାବେ ଠାବେ ମାନେ ଗୋଟେ କିଛି କିଛି ଜାଗାରେ, ଠାଣେ ଠାଣେ, ସ୍ତାବେ ସ୍ତାବେ, ଠାବେ ଠାବେ ହେଲା ମାନେ ଏଭଳି କିଛି କିଛି ଜାଗାରେ ଧର ଏଇ କାନ୍ଥରେ ଦେଖାଗଲେ ଆଉ କିଛି ଆହୁରି ଭିତରେ ଦେଖାଯାଉଥିବେ, ଆଉ କିଛି ଆହୁରି ଭିତରେ ଦେଖାଯାଉଥିବେ, ଏହିଭଳି ଭାବରେ ଠାବେ ଠାବେ ବା କିଛି କିଛି ଜାଗାରେ ଏହି ମତ୍ସ୍ୟଜୀବୀ ମାନଙ୍କର ମାଛ ଧରିବାର ଅସ୍ପଷ୍ଟ ଚିତ୍ର ଦୃଶ୍ୟମାନ ହେଉଛି। କାହିଁ କେତେ ଦୂରରୁ ସେମାନଙ୍କର ନୌକା ମାନ ଛାୟା ସମ ପ୍ରତୀୟମାନ ହେଉଛି ଏବଂ ଜୀବିକା ଅର୍ଜନ ପାଇଁ ସେମାନେ ସମୁଦ୍ର ମଝିରେ ନୌକାକୁ ନେଇକି ମାଛ ଧରିବାରେ ମାନେ କଣ କାର୍ଯ୍ୟ କରୁଛନ୍ତି। ମତ୍ସ୍ୟ ଧରି ସେହୁ ସମୁଦ୍ର ମୁହାଣେ। ସେଇ ସମୟରେ ମତ୍ସ୍ୟ ମାନେ ମାଛ ଯେତେବେଳେ ସନ୍ଧ୍ୟା ସମୟ ଉପନୀତ ହେଇଛି, ଯେତେବେଳେ ସନ୍ଧ୍ୟା ସମୟ ଉପନୀତ ହେଇଛି ସେଇ ସମୟରେ ସେହି ମତ୍ସ୍ୟଜୀବୀ ମାନେ ବା ସେଇ ମଛୁଆରା ମାନେ ବା ସେଇ ମାଛ ଧରାଳି ମାନେ କଣ କରୁଛନ୍ତି ମାଛ ସବୁ ଧରିଛନ୍ତି। ଯାହାବି ସେମାନେ ମାଛ ଧରିଛନ୍ତି ତାକୁ ନିଜ ନିଜର ଡଙ୍ଗାରେ ରଖୁଛନ୍ତି। ଆଉ ସେହୁ ମାନେ ସେପାଖରୁ ସମୁଦ୍ର ମୁହାଣର ସେପାଖରୁ ସେଇ ମତ୍ସ୍ୟଜୀବୀ ମାନେ ହେଲା ନିଜ ନିଜ ଡଙ୍ଗାରେ ମାଛ ସବୁ ଧରି ସାରିକି ସମୁଦ୍ର ମୁହାଣରୁ, ସାଧାରଣତଃ ଆମେ ଜାଣିଛେ ସମୁଦ୍ର ମୁହାଣରେ ଅଧିକ ମାଛ ମିଳିଥାଏ। କାହିଁକି ରେ ନା ଆମେ ଜାଣିଛେ ସମୁଦ୍ର ମୁହାଣରେ ଯୋଉଠି ନଦୀ ଆଉ ସମୁଦ୍ର ମିଶିଥାଏ କିମ୍ବା ଯେଉଁଠି ନଦୀ ଆଉ ହ୍ରଦ ମିଶିଥାଏ ସେଇ ଜାଗାରେ ନଦୀ ବୋହି ଆଣିଥିବା ପଟୁମାଟି ଦ୍ଵାରା ଏଠାରେ କଣ ଶୈବାଳ ଅଧିକ ମାତ୍ରାରେ ସୃଷ୍ଟି ହେଇଥାନ୍ତି। ଆଉ ସେଇ ଶୈବାଳକୁ ଖାଇବା ପାଇଁ ମାଛ ମାନେ ଅଧିକ ପରିମାଣରେ ଏଇ ଜାଗାରେ ଦେଖାଯାଆନ୍ତି। ତେଣୁ ମତ୍ସ୍ୟଜୀବୀ ମାନେ କଣ କରନ୍ତି ନା ସମୁଦ୍ର ମୁହାଣରେ ମାଛ ଧରିବାକୁ ଯାଇ ଅଧିକ ମାତ୍ରାରେ ମାଛ ଧରିଥାନ୍ତି। ତେଣୁ ସମୁଦ୍ର ମୁହାଣରୁ ମତ୍ସ୍ୟଜୀବୀ ମାନେ ମାଛ ଧରିକି ନିଜ ନିଜର ଘରକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ପ୍ରସ୍ତୁତ ହଉଛନ୍ତି। ନିଜ ଗୃହ କଥା ଭାବି ଏକା ଧ୍ୟାନେ ସେମାନେ କଣ କରୁଛନ୍ତି ବର୍ତ୍ତମାନ କେମିତି ଫେରିବେ ନା ନିଜ ନିଜର ଘର କଥାକୁ ଭାବିକି ସମସ୍ତେ ଏକା ଧ୍ୟାନରେ ଏକା ଲୟରେ ହେଲା ସମସ୍ତେ ଘର ଆଡକୁ ଘର ମୁହାଁ ହେବାକୁ ଆରମ୍ଭ କଲେଣି। ବର୍ତ୍ତମାନ ସନ୍ଧ୍ୟା ସମୟ, ପୂର୍ବ ଦିଗରେ ମାଛ ହେଲା ପୂର୍ବ ଦିଗରେ ମତ୍ସ୍ୟଜୀବୀ ମାନଙ୍କର ନାବ ଗୁଡିକ ଦେଖାଯାଉଛି ଆଉ ତାଙ୍କର ଚିତ୍ର ଗୁଡିକ ଛାଇ ଆକାର ସ୍ଥାନେ ସ୍ଥାନେ ବା ଠାବେ ଠାବେ ଦେଖା ଯାଉଛନ୍ତି। ଆଉ ସେହି ଡଙ୍ଗାରେ ମତ୍ସ୍ୟଜୀବୀ ମାନେ ସମୁଦ୍ର ମୁହାଣରୁ ଆଣିଥିବା ସମୁଦ୍ର ମୁହାଣରୁ ଆଣିଥିବା ମାଛ ଗୁଡିକୁ ରଖି ନିଜ ଘର କଥା ଭାବିକି ଏକା ଧ୍ୟାନରେ ଏକା ଲୟରେ ଘର ବାହୁଡା ବା ଘର ଆଡକୁ ମୁହାଁଇଛନ୍ତି। ସେଇପରି ଦେଖ ଭାଲେରୀ ଶିଖର, ଏଇ ଯୋଉ ପର୍ବତ ଦେଖିପାରୁଛେ ଏଇଟା ହେଲା ଭାଲେରୀ ପର୍ବତ ହେଲା। ସେଇ ଭାଲେରୀ ଶିଖରରେ ବର୍ତ୍ତମାନ କଣ ଦେଖାଯାଉଛି ସନ୍ଧ୍ୟା ତାରା, ସନ୍ଧ୍ୟା ସମୟ ହେଇଗଲାଣି ତେଣୁ ଭାଲେରୀ ଶିଖରରେ ବର୍ତ୍ତମାନ ସନ୍ଧ୍ୟା ତାରା ଦୃଶ୍ୟମାନ ହେଉଛି। ଭାଲେରୀ ହେଲା ପର୍ବତର ନାଁ। ଭାଲେରୀ ଶିଖରରେ ବା ଭାଲେରୀ ଚୂଡାରେ, ଭାଲେରୀ ଶିଖରରେ ବା ଭାଲେରୀ ଚୂଡାରେ ବର୍ତ୍ତମାନ ସନ୍ଧ୍ୟା ତାରା ପ୍ରତୀୟମାନ ହେଲାଣି ବା ଦୃଶ୍ୟମାନ ହେଲାଣି। ତେଣୁ ବର୍ତ୍ତମାନ ଦେଖିପାରିଲେ ଭାଲେରୀ ଶିଖରରେ ବା ଭାଲେରୀର ଶୀର୍ଷ ଭାଗରେ
ବର୍ତ୍ତମାନ ମହାକାଶରେ ବା ଆକାଶରେ ସନ୍ଧ୍ୟା ତାରା ଦୃଶ୍ୟମାନ ହେଲାଣି। ତ ବର୍ତ୍ତମାନ ସମସ୍ତ ମତ୍ସ୍ୟଜୀବୀ ଜାଣି ସାରିଲେଣି ଯେ ବର୍ତ୍ତମାନ ସମୟ ହେଉଛି ସନ୍ଧ୍ୟାର ସମୟ। ସେମାନଙ୍କର ଘରକୁ ପ୍ରତ୍ୟାବର୍ତ୍ତନ କରିବାର ସମୟ। ତେଣୁ ସେମାନେ ଜାଣିପାରିଲେ ଯେ ବର୍ତ୍ତମାନ ସେମାନେ ନିଜ ନିଜର ଘରକୁ ଫେରିବେ। ପିଲାମାନେ ସେତେବେଳେ ଯୁଗରେ କାହା ପାଖରେ କୌଣସି ମୋବାଇଲ ନଥିଲା, କୌଣସି ବି ୱାଚ୍ ନଥିଲା, ଘଣ୍ଟା ନଥିଲା। ସେଥିପାଇଁ ସେମାନେ ସୂର୍ଯ୍ୟ, ଚନ୍ଦ୍ର, ତାରାକୁ ଦେଖିକି ସମୟ ଅନୁମାନ କରୁଥିଲେ। ତେଣୁ ବର୍ତ୍ତମାନ ମଧ୍ୟ ବର୍ତ୍ତମାନ ଯେତେବେଳେ ସେ କବିତାଟି ଲେଖା ହେଇଥିଲା ସେତେବେଳେ ମଧ୍ୟ ମତ୍ସ୍ୟଜୀବୀ ମାନେ ଭାଲେରୀ ଶିଖରରେ ସନ୍ଧ୍ୟା ତାରାକୁ ଦେଖିକି ଜାଣିପାରିଲେ ଯେ ବର୍ତ୍ତମାନ ସମୟ ହେଲାଣି ସନ୍ଧ୍ୟା ସମୟ। ତେଣୁ ସେମାନଙ୍କୁ ପ୍ରତ୍ୟାବର୍ତ୍ତନ କରିବାକୁ ହେବ। ତେଣୁ ସେମାନେ କଣ କରନ୍ତି? ଫେରି ଆସନ୍ତି। ପଟିକା ମାନେ କଣ କି ପିଲାମାନେ? ପାଲ। ଦେଖ ଏଇଟା ଡଙ୍ଗା ଉପରେ ଗୋଟେ ଅଛି କି ନାଇଁ ପାଲ, ଏଇଟା ହେଲା ପଟିକା। ଚିତ୍ର ଦେଖ ଭଲ କି? ପଟିକା। ଏଇଟା କୋଉଥିପାଇଁ ୟୁଜ ହେଇଥାଏ? ଏଇଟା କେଉଁଥିପାଇଁ ଏଠି ବ୍ୟବହାର କରାଯାଇଥାଏ? ଆମେ ଜାଣିଛେ ଯେ ଯେତେବେଳେ ସକାଳୁ ସକାଳୁ ସୁଲୁସୁଲିଆ ପବନ ବହିଥାଏ, ସ୍ଥଳ ଭାଗରୁ ଜଳ ଭାଗ ଆଡକୁ ସେ ପବନଟି ପ୍ରବାହିତ ହୋଇଥାଏ। ତେଣୁ ସେତେବେଳେ ସମୟରେ ସେମାନେ ତଲେଇ ଟାଣିଦେଲେ ପୂର୍ବରୁ ହେଲା ସ୍ଥଳ ଭାଗରୁ ଯାଉଥିବା ପବନ ଦ୍ୱାରା ସେମାନେ ଠେଲି ହେଇକି ଜଳର ମଧ୍ୟଭାଗକୁ ଚାଲିଯାଆନ୍ତି। ବିନା ପରିଶ୍ରମରେ ଜଳର ମଧ୍ୟଭାଗକୁ ଚାଲିଯାଆନ୍ତି ଆଉ ସେଠି ମାଛ ମାରନ୍ତି। ସେହିପରି ସନ୍ଧ୍ୟା ସମୟରେ ଜଳର ମଧ୍ୟଭାଗରୁ ପବନ ସ୍ଥଳଭୂମି ଆଡକୁ ପ୍ରବାହିତ ହୋଇଥାଏ। ତେଣୁ ଏହି ମତ୍ସ୍ୟଜୀବୀ ମାନେ ସେତେବେଳେ ମଧ୍ୟ ନିଜର ପାଲକୁ ଟାଣି ଦେଇକି ହେଲା ଜଳ ଭାଗରୁ ସ୍ଥଳ ଭାଗ ଆଡକୁ ଖୁବ ସହଜରେ ଫେରି ଆସନ୍ତି। ଯେତେବେଳେ ସକାଳେ ଯାଆନ୍ତି ସେତେବେଳେ ଇଆଡେ ପବନ ବହିଲେ ସେ ଆରାମରେ ଭିତରକୁ ଠେଲିକି ପଳେଇ ଯାଆନ୍ତି। ପୁଣି ଯେତେବେଳେ ଫେରନ୍ତି ସେତେବେଳେ ସେପଟୁ ପବନ ବହିଲେ ସେତେବେଳେ ସେମାନେ ଆରାମରେ ବିନା ପରିଶ୍ରମରେ ବିନା ଆହୁଲାରେ ଆସିକି କାନ୍ଥରେ ପହଞ୍ଚି ଯାଆନ୍ତି। ତେଣୁ ସେତେବେଳେ ମହା ଉଲ୍ଲାସର ସହିତ ମତ୍ସ୍ୟଜୀବୀ ମାନେ ବା ମୀନଜୀବୀ ମାନେ କଣ କରିଛନ୍ତି? ନିଜ ନିଜ ଡଙ୍ଗାରେ ଥିବା ପଟିକା ସବୁ ଟାଣି ଦେଇଛନ୍ତି। ନିଜ ନିଜ ଡଙ୍ଗାରେ ଥିବା ସବୁ ପଟିକା ବା ପାଲ ଗୁଡିକୁ ସବୁ ଷ୍ଟାଣ୍ଡ ଭାବରେ ହେଲା ଠିଆ କରିଦେଇଛନ୍ତି। ଆଉ ମହା ଉଲ୍ଲାସର ସହିତ, ମହା ଖୁସିର ସହିତ ହେଲା ହସ ଖୁସିର ସହିତ ସମସ୍ତେ ହସି ହସିକା ନିଜ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ଦେଖିବା ପରବର୍ତ୍ତୀ ଷ୍ଟାଞ୍ଜା। ତାଙ୍କ କଣ୍ଠୁ, ଏଇଟା ପିଲାମାନେ କଣ୍ଠୁ ହେଲା, ଠଣରେ ଠ, କଣ୍ଠୁ, ଏଇ ଗୋଟେ କଣ୍ଠୁ ହେଲା। ତାଙ୍କ କଣ୍ଠୁ କବି ସୂର୍ଯ୍ୟ ଗୀତାମୃତ, ଦୁରୁ ବହି ଆଣେ ଚିଲିକା ମାରୁତ, ଉଲ୍ଲାସର ଆତ୍ମା ପ୍ରାୟ ଗୀତ ତାନ, ହ୍ରଦ ନୀଳବକ୍ଷେ କରେ ଅଧିଷ୍ଠାନ। ତାଙ୍କ କଣ୍ଠରୁ କାହା କଥା କହିଛନ୍ତି କି ପିଲାମାନେ? ଯୋଉମାନେ ପାଣି ମଝିରେ ମାଛ ଧରିବା ସମୟରେ ଗୀତ ଗାଉଛନ୍ତି ସେମାନେ କିଏ କିରେ? ସେମାନେ ହେଲେ ମତ୍ସ୍ୟଜୀବୀ ବା ନାବିକ ହେଲା। ନାବିକ ବା ମତ୍ସ୍ୟଜୀବୀ ମାନେ ପାଣି ମଝିରେ ମାଛ ଧରିବା ସହିତ ଗୀତ ସବୁ ଗାଉଛନ୍ତି। ତେଣୁ କି ଗୀତ ଗାଉଛନ୍ତି? କବି ସୂର୍ଯ୍ୟ ବଳଦେବ ରଥଙ୍କର ଗୀତାମୃତ ଅର୍ଥାତ୍ କିଶୋର ଚନ୍ଦ୍ରାନନ୍ଦ ଚମ୍ପୁର ବିଭିନ୍ନ ଗୀତ, ଯେମିତିକି ଗଲାଣି ତ ଗଲା କଥାର ସଂଗାତ, ଏଇଭଳି ସବୁ ଗୀତକୁ ସେ ଗାନ କରିଛନ୍ତି। କିଏ ଗାନ କରିଛି? ନା ନାବିକ ବା ମତ୍ସ୍ୟଜୀବୀ ମାନେ ଏହି ଗୀତକୁ ଗାନ କରିଛନ୍ତି। ତାଙ୍କ କଣ୍ଠରୁ, ସେଇ ମତ୍ସ୍ୟଜୀବୀ ମାନଙ୍କ କଣ୍ଠରୁ ହେଲା, ସେଇ ମତ୍ସ୍ୟଜୀବୀ ମାନଙ୍କ କଣ୍ଠରୁ କବି ସୂର୍ଯ୍ୟ ବଳଦେବ ରଥଙ୍କର ଗୀତାମୃତ, ଯାହାର ନାଁ ହେଲା କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ ହେଲା, ରଚିତ ଅମୃତ ଭଳି ମଧୁର ଗୀତ। ଏହି ପୁସ୍ତକରେ ଅମୃତ ଭଳିଆ ମଧୁର ମଧୁର ସବୁ ଗୀତ ଅଛି। ତେଣୁକରି ଏହାର ନାଁ ଦେଇଛନ୍ତି ଗୀତାମୃତ। ସେଇ ପୁସ୍ତକର ନାଁ ହେଲା କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ, ଯୋଉଟା କି ଓଡିଆ ସାହିତ୍ୟର ଏକ କାଳଜୟୀ ସୃଷ୍ଟି ହେଲା। ଦୂରୁ ବହି ଆଣେ ଚିଲିକା ମାରୁତ, ସେତେବେଳେ ଦୂରରୁ ପ୍ରବାହିତ ହେଉଥିବା ଚିଲିକାର ପବନ ସେହି ନାବିକ ମାନଙ୍କ କଣ୍ଠରୁ ଶୁଭା ଯାଉଥିବା ସେ ଗୀତ ଗୁଡିକୁ ଧୀରେ ଧୀରେ ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ବା କୂଳ ଆଡକୁ ସେ ଶବ୍ଦ ଗୁଡିକୁ ପହଞ୍ଚାଇ ଦେଇଥାଏ ବା ସେଇ ଗୀତଟିକୁ ସେ ପହଞ୍ଚାଇ ଦେଇଥାଏ ବା ତାକୁ ବହିକି ଆଣିଥାଏ। କିଏ? ନା ଚିଲିକାର ସେ ମାରୁତ ପବନ ବା ସୁଲୁସୁଲିଆ ବା ହଉ ପିଲାମାନେ ଦେଖ, ତାଙ୍କ କଣ୍ଠୁ
ସେମାନଙ୍କ କଣ୍ଠରୁ, କାହାର କଣ୍ଠ କଥା କହିଛନ୍ତି ନା ସେ ମତ୍ସ୍ୟଜୀବୀ ମାନଙ୍କ କଣ୍ଠରୁ କଣ ହଉଛି କବି ସୂର୍ଯ୍ୟ ବଳଦେବ ରଥଙ୍କର ଗୀତାମୃତ ବା ସେଇ ପୁସ୍ତକର ବହି କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ ପୁସ୍ତକର ବହିର ସେ ସଙ୍ଗୀତ ଗଲାଣି ତ ଗଲା କଥାରେ ସଙ୍ଗାତ ଏଇ ଗୀତକୁ ସେ ଗାଇ ଗାଇକା ଫେରୁଛନ୍ତି ଘରକୁ। ସମସ୍ତ ମତ୍ସ୍ୟଜୀବୀ ମାନେ କବି ସୂର୍ଯ୍ୟ ବଳଦେବ ରଥଙ୍କର ଗଲାଣି ତ ଗଲା କଥାରେ ସଙ୍ଗାତ ଗୀତଟିକୁ ଗାଇ ଗାଇକା ହ୍ରଦର ମଧ୍ୟଭାଗରୁ ଧୀରେ ଧୀରେ କୂଳ ଆଡକୁ ଫେରିବା ଆରମ୍ଭ କଲେଣି। ଆଉ ତାଙ୍କ ଗୀତର ସ୍ୱର, ତାଙ୍କ ଗୀତର ତାନ, ତାଙ୍କ ଗୀତର ସେ ଶବ୍ଦ ଗୁଡିକ ଧୀରେ ଧୀରେ ବାୟୁରେ ବା ପବନରେ ପ୍ରବାହିତ ହେଇକି ହଁ ହଁ ବାୟୁରେ ବା ପବନରେ ପ୍ରବାହିତ ହେଇକି ଚିଲିକାର କୋଣ ଅନୁକୋଣକୁ ପହଞ୍ଚେଇ ଦେଇ ସାରିଲାଣି। ସେ ପବନ ସେଇ ଶବ୍ଦ ଗୁଡିକୁ ବା ସେଇ ଗୀତଟିକୁ ଚିଲିକାର କୋଣ ଆଉ ଅନୁକୋଣରେ ପହଞ୍ଚାଇ ଦେଇ ପାରିଲା ବା ପହଞ୍ଚାଇ ଦେଲା। ଉଲ୍ଲାସର ଆତ୍ମା ପ୍ରାୟ ଗୀତ ତାନ ହ୍ରଦ ନୀଳବକ୍ଷେ କରେ ଅଧିଷ୍ଠାନ। ସେ କହୁଛି ଆଉ ଥରେ ଭଲ ଟିକେ ଦେଖ ପିଲାମାନେ, ମତ୍ସ୍ୟଜୀବୀ ମାନେ ଯେତେବେଳେ ଉଲ୍ଲାସ ମନରେ ହେଲା ଗୀତ ଗାଉଥିଲେ ଆଉ ସେମାନଙ୍କ କଣ୍ଠରୁ କବି ସୂର୍ଯ୍ୟ ବଳଦେବ ରଥଙ୍କର ଗୀତାମୃତ ଯୋଉଟା କି ଗଲାଣି ତ ଗଲା କଥାରେ ସଙ୍ଗୀତ ହେଲା ସଙ୍ଗାତ, ସେଇଟା ଯେତେବେଳେ ମୂର୍ଚ୍ଛନା ସେ ଗାନ କରିଥିଲେ ସେଇ ସଙ୍ଗୀତର ସୁର ଲହରୀ ସମୀର ସଞ୍ଚାଳିତ ହୋଇ ଚିଲିକା ବକ୍ଷରେ ପ୍ରତିଧ୍ୱନିତ ହୋଇଥିଲା। ଯେତେବେଳେ ସେ ଗୀତଟି ସେମାନେ ଗାଇଲେ ସେତେବେଳେ ସେ ସୁରଟି ଚିଲିକା ବକ୍ଷରେ ଚାରିଆଡେ ପ୍ରତିଧ୍ୱନିତ ହୋଇଥିଲା। ତାପରେ ହ୍ରଦ ନୀଳବକ୍ଷେ କରେ ଅଧିଷ୍ଠାନ। ଆଉ ସେ ଉଲ୍ଲାସର ଆତ୍ମା ପ୍ରାୟ ଗୀତ ତାନ ହ୍ରଦ ନୀଳବକ୍ଷେ କରେ ଅଧିଷ୍ଠାନ। ଗୀତ ତାନ ହେଲା ଗୀତର ଧ୍ୱନି ହେଲା। ତ ଆମେ ବର୍ତ୍ତମାନ ଜାଣିବା ସେଇମାନେ କୋଉମାନେ ନା ସେଇ ମତ୍ସ୍ୟଜୀବୀ ମାନେ ଅଧିକ ଉଲ୍ଲାସିତ ହେଇକି ହେଲା ତାଙ୍କ ଜୀବନ ତାଙ୍କ ଆତ୍ମା ଅଧିକ ଉଲ୍ଲସିତ ହେଇକି କଣ କରିଛି ନା ହ୍ରଦର ନୀଳବକ୍ଷରେ ହେଲା ସେହି ମତ୍ସ୍ୟଜୀବୀ ମାନଙ୍କର ଆତ୍ମା ଅତି ପ୍ରଫୁଲ୍ଲିତ ହେଇକି ଅତି ଉଲ୍ଲାସିତ ହେଇକି ଯେ ଗୀତଟି ସେମାନେ ଗାନ କରୁଥିଲେ, ଯେ ଗୀତଟି ସେମାନେ ଗାଉଥିଲେ, ସେଇ ଗୀତଟି ଧୀରେ ଧୀରେ ହ୍ରଦର ନୀଳବକ୍ଷକୁ ଅତିକ୍ରାନ୍ତ କରିକି ଅଧିଷ୍ଠାନ କରିଛି। ସେଇ ସଙ୍ଗୀତର ସୁର ଲହରୀ ସମୀର ସଞ୍ଚାଳିତ ହୋଇ ଚିଲିକା ବକ୍ଷରେ ପ୍ରତିଧ୍ୱନିତ ହୋଇଛି। ତା ସହିତ ଉଲ୍ଲାସର ଆତ୍ମା ସେଇ ଗୀତତାନ ପ୍ରତିଧ୍ୱନି ସମଗ୍ର ହ୍ରଦର ନୀଳବକ୍ଷରେ ବିରାଜମାନ କରିଥିବା କଥା କବି ଏଠାରେ କହିଛନ୍ତି। ତେଣୁ ବର୍ତ୍ତମାନ ଜାଣିପାରିଲେ ଯେ ଉଲ୍ଲାସର ଆତ୍ମା ପ୍ରାୟ ଗୀତତାନ ହ୍ରଦ ନୀଳବକ୍ଷେ କରେ ଅଧିଷ୍ଠାନ। ତା ଅର୍ଥ ହେଲା ସୁର ଲହରୀ ସଞ୍ଚାରିତ ହେଇକି ହେଲା ଚିଲିକାର ବକ୍ଷକୁ ପ୍ରତିଧ୍ୱନିତ କରୁଥିଲା। ଆଉ ତାର ସୁର ଗୁଡିକ ଯେତେବେଳେ ସେ ଉଲ୍ଲସିତ ହେଇଯାଇଛି ତାର ଆତ୍ମାଟି କଣ ହେଇଛି ନା ସେଇ ଗୀତ ହେଲା ସେଇ ଗୀତ ତାନର ପ୍ରତିଧ୍ୱନି ସମଗ୍ର ସୁନୀଳ ଆକାଶରେ ଥିବା ବା ସୁନୀଳ ବକ୍ଷରେ ଥିବା ସେଇ ଚିଲିକା ହ୍ରଦର ପ୍ରତି କୋଣ ଆଉ ଅନୁକୋଣକୁ ସେ ବିମୋହିତ କରିଥିଲା। ବା ତାର ଅଧିଷ୍ଠାନ ହେଲା ଅବସ୍ଥିତି। ତାର ଅଧିଷ୍ଠାନ ଅର୍ଥ ଅଧିଷ୍ଠାନ ହେଲା, ଅଧିଷ୍ଠାନ ଅର୍ଥ ହେଲା ଅବସ୍ଥିତି। ହସନ୍ତି ଚୌଦୁଗେ ଦୁକୁଳ ବାସିନୀ, ହସନ୍ତି ଚୌଦୁଗେ ମଧୁର ହାସିନୀ, ଦିଗଙ୍ଗନା ଜ୍ୟୋତ୍ସ୍ନା ଦୁକୁଳ ବାସିନୀ। ହସନ୍ତି କହିଲେ ଚାରି ଦିଗରେ ହସୁଛନ୍ତି। କିଏ ହସୁଛି ନା ଚିଲିକା ହ୍ରଦର ଚାରି ଦିଗ। ଦେଖିପାରୁଛ ପିଲାମାନେ ଚତୁର୍ଦିଗ କଥା କହିଛନ୍ତି। ଏଠି ଦେଖ ଏଟା ହେଲା ଗୋଟେ ଦିଗ, ଇଏ ଧର ପୂର୍ବ ଇଷ୍ଟ ହେଲା, ଇଏ ହେଲା ୱେଷ୍ଟ। ପଶ୍ଚିମରେ ମଧ୍ୟ ଚିଲିକା ଅଛି ହେଲା, ପୁରାଡେ କଣ ପୁରାଡେ ହେଲା ନର୍ଥ, ନର୍ଥରେ ମଧ୍ୟ ଚିଲିକା ଅଛି, ସାଉଥରେ ମଧ୍ୟ ଚିଲିକା ଅଛି। ତ କହୁଛି ଚାରି ଦିଗରେ ଚାରି ଜଣ ଦିଗପାଳିକା ଦେବୀ ଅଛନ୍ତି। ଦିଗପାଳିକା ଦେବୀ ଅଛନ୍ତି, ଇମାଜିନ ହେଲା ଦେବୀ ଅଛନ୍ତି। ଯେମିତିକି ଆମର ଗାଁ ମୁଣ୍ଡରେ ଜଣେ ଦେବୀ ଥାନ୍ତି ଗ୍ରାମ ଦେବତୀ, ଗାଁ ମଝିରେ ବି ଦେବୀ ଅଛନ୍ତି, ଦେବତା ଅଛନ୍ତି ହେଲା, ଗାଁ ଶେଷ ଏଣ୍ଡରେ ମଧ୍ୟ ଦେବତା ଅଛନ୍ତି ହେଲା। ଏଠି ମଧ୍ୟ ସେ ଚାରି ଦିଗରେ ଚାରି ଦେବୀ ଅଛନ୍ତି। ଅର୍ଥାତ ଏ ପ୍ରକୃତରେ ଦେବୀ ନୁହନ୍ତି, ଏମାନେ ହେଲା ପ୍ରକୃତି, ପ୍ରକୃତିକୁ ସେ ଦେବୀ ବୋଲି ସମ୍ବୋଧନ କରିଛନ୍ତି। ତେଣୁ ପୂର୍ବ ଦିଗରେ ଜଣେ ଦେବୀ, ପଶ୍ଚିମରେ ଜଣେ ଦେବୀ, ନର୍ଥରେ ଜଣେ ଦେବୀ, ଉତ୍ତରରେ ଦକ୍ଷିଣରେ ମଧ୍ୟ ଜଣେ ଦେବୀ ଅଛନ୍ତି ବୋଲି ଦିଗଙ୍ଗନା ଦେବୀ ସେ କହିଛନ୍ତି। ଆଉ କଣ ସେ କହିଛନ୍ତି ନା ଦିଗଙ୍ଗନା ଜ୍ୟୋତ୍ସ୍ନା ଦୁକୁଳ ବାସିନୀ। ସେହି ଦିଗଙ୍ଗନା ଜଣକ ହେଲା ବା ସେଇ ଦିଗଙ୍ଗନା ଗୁଡିକ ବା ହଁ ସେହି ଦିଗଙ୍ଗନା ଗୁଡିକ ବା ଦିଗପାଳିକା ଗୁଡିକ ଜ୍ୟୋତ୍ସ୍ନା ରୂପକ ପାଟ ବସ୍ତ୍ରକୁ ପରିଧାନ କରିଛନ୍ତି। ତା ଅର୍ଥ କଣ କିରେ, ଜହ୍ନର କିରଣକୁ ସେ ଜ୍ୟୋତ୍ସ୍ନା ସହିତ ତୁଳନା କରିଛନ୍ତି। ଆଉ ସେଇ ଜ୍ୟୋତ୍ସ୍ନାକୁ ସେ ପାଟ ବସ୍ତ୍ର ଭାବରେ
ପରିଧାନ କରିଛନ୍ତି କିଏ ନା ଏଠି ସେ ପ୍ରକୃତି ହେଲା ଜ୍ୟୋତ୍ସ୍ନାର କିରଣକୁ ନେଇକି ପାଟବସ୍ତ୍ର ଭାବରେ ସଜେଇକି ତାକୁ ସେ ପରିଧାନ କରିଛି। ତା ଅର୍ଥ ହେଲା ସେ ପ୍ରକୃତରେ ପିନ୍ଧି ନାହିଁ, କିନ୍ତୁ ସେ ଏଠି କବି କହିଛନ୍ତି ଯେ ସେ ସୂର୍ଯ୍ୟ ସରି ଚନ୍ଦ୍ର ଯୋଉ କିରଣ ପଡିଛି ହେଲା ପ୍ରତିଟି କୋଣରେ ତାହା ଲାଗୁଛି ସତେ ଯେମିତି ଏହି ଜଣେ ଦେବୀ ଜ୍ୟୋତ୍ସ୍ନା ରଙ୍ଗର ବା ଜ୍ୟୋତ୍ସ୍ନାର ଶୁଭ୍ରଜ୍ୟୋତିର ଏକ ବସ୍ତ୍ର ପରିଧାନ କରିକି ପାଟ ବସ୍ତ୍ର ପରିଧାନ କରିକି ହେଲା ଚାରି ଦିଗରେ ଚାରି ଜଣ ହସୁଛନ୍ତି ବୋଲି, କିନ୍ତୁ ପ୍ରକୃତରେ କେହି ହସୁନାହାନ୍ତି, ସେ ସବୁ ମନର ଭ୍ରମ। ଭାବାନ୍ତର ପୁଣି କ୍ଷଣ କରେ ଜାତ ଗଲାଣି ତ ଗଲା କଥାରେ ସଂଗାତ। ବର୍ତ୍ତମାନ ସୁଦ୍ଧା ଆମେ ଜାଣିପାରିଲେ ଯେ ଯେତେବେଳେ ଆମ ମନ ହେଲା ଅତି ସକ୍ରିୟ ହେଇଯାଏ, ଅଧିକ କଥା ଭାବେ, ସେତେବେଳେ ଆମ ମନ ଭିତରେ ଗୋଟେ ଭାବାନ୍ତର ସୃଷ୍ଟି ହେଇଥାଏ। କିଛି ଗୋଟେ କରିବାର ସାହସ ମାନେ କିଛି ଗୋଟେ କରି ଦେଖାଇବାର ଗୋଟେ ଭାବାନ୍ତର ସୃଷ୍ଟି ହେଇଥାଏ ହେଲା। ତେଣୁକରି ତାହା କ୍ଷଣକରେ ଜାତ ସାଙ୍ଗେ ସାଙ୍ଗେ ଜାତ ହେଇଯିବ। ଆମ ମନ ଭିତର ଭାବନାଟା ଗୋଟେ ସେକେଣ୍ଡରେ ଆମର ଜାତ ହେଇଯିବ ହେଲା। ଗୋଟେ ସେକେଣ୍ଡ ବେଶୀ ସମୟ ଲାଗିବନି, ଗୋଟେ ସେକେଣ୍ଡ ଜାତ ହେଇଯିବ। ମନ ଭିତରେ ଯାହା ଭାବିବା ଆମେ ଗୋଟେ ସେକେଣ୍ଡ ଜାତ ହେଇଯିବ। ତେଣୁ ଭାବାନ୍ତର ପୁଣି କ୍ଷଣକରେ ଜାତ, ଆମ ମନ ଭିତର ଭାବାନ୍ତର ଅତି କ୍ଷଣରେ ସାଙ୍ଗେ ସାଙ୍ଗେ ଜାତ ହେଇଯାଉଛି। ଗଲାଣି ତ ଗଲା କଥାରେ ସଂଗାତ ଗଲାଣି ତ ଗଲା କଥା। ତେଣୁ ବର୍ତ୍ତମାନ ସୁଦ୍ଧା ଆମେ ଜାଣିପାରିଲେ ଯେ ଯେହେତୁ ଭାବାନ୍ତର ପ୍ରତି କ୍ଷଣରେ ଜାତ ହଉଛି, ପ୍ରତି ସେକେଣ୍ଡରେ ଜାତ ହଉଛି ହେଲା, ସେଇପରି ପୁସ୍ତକ ଯୋଉ ଅଛି ଗଲାଣି ତ ଗଲା କଥାରେ ସଂଗାତ, ସେଇ ଗୀତଟି ମଧ୍ୟ ଏଠି ସେ ମେନସନ କରିଦେଇଛନ୍ତି। ଗଲାଣି ତ ଗଲା କଥାରେ ସଂଗାତ ଗଲାଣି ତ ଗଲା କଥା। ତ ବର୍ତ୍ତମାନ ଦେଖିପାରୁଛି ଏଇ ଚିତ୍ର ଅଛି, ଏଇ ଚିତ୍ରରେ ଯିଏ ଅଛନ୍ତି ତାକୁ ଆମେ ଦିଗାଙ୍ଗନା ବୋଲି ଭାବିବା, ଅନୁମାନ କରିବା, କିନ୍ତୁ ପ୍ରକୃତରେ ଏ ଦିଗଙ୍ଗନା ନୁହଁ ହେଲା। ଦିଗଙ୍ଗନା ହେଲା ଏଇଭଳି ଦେବତା ମାନେ ସବୁ ଦିଗଙ୍ଗନା ହେଲା। ଆଉ ଏଇ ଗଲାଣି ତ ଗଲା କଥାର ସଂଗାତ ୟାକୁ ଯିଏ ଲେଖିଥିଲେ ସିଏ ହେଲେ ଏଇଟା କବି ସୂର୍ଯ୍ୟ ବଳଦେବ ରଥ, ବଳଦେବ ରଥ ହେଲା। ତାପରେ ଦେଖିବା ନେକ୍ସଟ, ସଙ୍ଗୀତ ଆବେଶେ ନାନା ରୂପେ ମନ ଅତୀନ୍ଦ୍ରିୟ ଦେଶେ କରେ ବିଚରଣ ଚାଲିଯାଏ ଶୂନ୍ୟ ଶୂନ୍ୟ କେଉଁ ସ୍ଥାନେ କିଲୁଳି ବା ଆସେ ସେହି ତା ନ ଜାଣେ ଧନ୍ୟ ସେହି ଯାର ଆଜ୍ଞା ଶିରେ ଧରି ଏ ଲୀଳା ରଚନ୍ତି ଦେବୀ ବାଗେଶ୍ୱରୀ। ସଙ୍ଗୀତ ଆବେଶେ ନାନା ରୂପେ ମନ, ଆମ ମନ ଭିତରେ ସଙ୍ଗୀତର ଆବେଶରେ, ସଙ୍ଗୀତର ଆବେଶରେ, ସଙ୍ଗୀତର ମୂର୍ଚ୍ଛନାରେ, ସଙ୍ଗୀତର ଆବେଗରେ ଆମ ମନ ଭିତରେ ନାନା ପ୍ରକାର ରୂପ ବା ନାନା ପ୍ରକାର ଭାବନା କଣ ହେଇଛି ସୃଷ୍ଟି ହେଇଛି। ଆମ ମନ ଭିତରେ ଅନେକ ପ୍ରକାରର ଭାବନା ସୃଷ୍ଟି ହେଇଛି। ଯେତେବେଳେ ଆମେ ଏହି ଗୀତଟି ଶୁଣିଛେ ଗଲାଣି ତ ଗଲା କଥାରେ ସମସ୍ତେ ଶୁଣିଲେ, ସେତେବେଳେ ମନ ଭିତରେ ଗୋଟେ ଅଲଗା ପ୍ରକାର ଭାବନା ସୃଷ୍ଟି ହେଇଛି ବା ସଙ୍ଗୀତର ସେଇ ମନମତାଣିଆ ସୁର, ତାର ବିତାନ, ତାର ରଚନାର ଶୈଳୀ, ଭାବଭଙ୍ଗୀ ଏତିକୁ ନେଇକି ଯେ କବିତା ଲେଖା ହେଇଛି ହେଲା, ସେଇଟା ପ୍ରତିଟି ମଣିଷ କଣ କରିଛି ନା ଅଧିକ ଆବେଗ କରିକି ନାନା ରୂପରେ ମନକୁ ଭ୍ରାନ୍ତ ଭିତରେ ହେଲା ମନକୁ ବିଚଳିତ କରିଦେଇଛି। ଆଉ ଅତୀନ୍ଦ୍ରିୟ ଦେଶକୁ ଅତିକ୍ରମ କରିକି ବିଚରଣ କରୁଛି ବା ଚାରିଆଡେ ସେ ଖେଳି ଯାଉଛି। ତା ଅର୍ଥ ହେଲା ସଙ୍ଗୀତର ସେଇ ମନମତାଣିଆ ସ୍ୱର ଏବଂ ରଚନାର ଭାବ ଗାମ୍ଭୀର୍ଯ୍ୟ, ଯୋଉଟା କି କବିତ୍ୱ ବା କବିକୁ ଅତୀନ୍ଦ୍ରିୟ ରାଜ୍ୟ ଭିତରକୁ ଟାଣି ନଉଛି, କବିଙ୍କୁ ଗୋଟେ ଅଲଗା ରାଜ୍ୟକୁ ଟାଣି ନଉଛି, ସେଇଟା ହେଲା ଅତୀନ୍ଦ୍ରିୟ ରାଜ୍ୟ। ଅତୀନ୍ଦ୍ରିୟ ହେଲା ଅତି ଇନ୍ଦ୍ରିୟ, ସେ ରାଜ୍ୟରେ ସେ ଯାଇକି କଣ କରିବେ ବିଚରଣ କରିବେ, ସେ ରାଜ୍ୟରେ ଯାଇକି ସେ ବୁଲିବେ, ସେଇ କଥା ସେ କହୁଛନ୍ତି। ସଙ୍ଗୀତର ଆବେଶରେ, ସଙ୍ଗୀତର ସ୍ପର୍ଶରେ ବା ସଙ୍ଗୀତକୁ ଶୁଣିକି ନାନା ରୂପରେ ଭାବନା ମନ ଭିତରେ ସୃଷ୍ଟି ହେଇଛି ଏବଂ ସେହି ମନଟି ଅତୀନ୍ଦ୍ରିୟ ଦେଶକୁ ହେଲା, ସେ ଯୋଉ ଆମ ଭିତରେ ଥିବା ଅତୀନ୍ଦ୍ରିୟ ଦେଶକୁ ଅତିକ୍ରାନ୍ତ କରିକି ହେଲା ଚାରିଆଡେ ବିଚରଣ କରୁଛି। ଚାଲିଯାଏ ଶୂନ୍ୟ ଶୂନ୍ୟ କେଉଁ ସ୍ଥାନେ ନକିଲୁଡ଼ି ବା ଆଶା ସେହି ତା ନ ଜାଣେ, ସେହି ତା ନ ଜାଣେ। ଧନ୍ୟ ସେହି ଯାର ଆଜ୍ଞା ଶିରେ ଧରି ଏ ଲୀଳା ରଚନ୍ତି ଦେବୀ ବାଗୀଶ୍ୱରୀ। ତ ଦେଖ ପିଲାମାନେ, ସଙ୍ଗୀତ ଆବେଶେ ଏ ତ ସରିଥିଲା। ହଁ, ଚାଲିଯାଏ ଶୂନ୍ୟ ଶୂନ୍ୟ କେଉଁ ସ୍ଥାନେ କିଲୋଡ଼ି ବା ଆସେ ସେହି ତ ନ ଜାଣେ। ଚାଲିଯାଏ ମାନେ ଆମ ମନଟି ଶୂନ୍ୟ ଶୂନ୍ୟରେ ସ୍ଥାନ ପରିବର୍ତ୍ତନ କରିଥାଏ, ଗୋଟିଏ ସ୍ଥାନରୁ ଆଉ ଗୋଟେ ସ୍ଥାନକୁ ଚାଲି ଯାଇଥାଏ। ସଙ୍ଗୀତ ଆବେଶେ, ସଙ୍ଗୀତର ଭକ୍ତିପୂର୍ଣ୍ଣ ସେଇ ଯୋଉ ମନମତାଣିଆ ତାନରେ ମନ ଭିତରେ ନାନା ପ୍ରକାର ଭାବନା ବା ନାନା ପ୍ରକାର ଚିନ୍ତା ସୃଷ୍ଟି କରିଥାଏ ହେଲା। ଯେତେବେଳେ ଆମେ ସୁନ୍ଦର ସଙ୍ଗୀତଟି ଶୁଣୁଛେ, ସେତେବେଳେ ଆମ ଭିତରେ ଗୋଟେ ଅଲଗା ପ୍ରକାରର
ଶିହରଣ ବା ଆବେଗ ବା ଆବେଶ ହେଲା ସୃଷ୍ଟି ହେଇଯାଉଛି। ତେଣୁ ସଙ୍ଗୀତର ସ୍ପର୍ଶ ପାଇବା ମାତ୍ରେ, ସଙ୍ଗୀତର ଆବେଶ ପାଇବା ମାତ୍ରେ, ସଙ୍ଗୀତର ଶ୍ରବଣ ପାଇବା ମାତ୍ରେ ମନ ଭିତରେ ଗୋଟେ ନାନା ପ୍ରକାର ଭାବନା ବା ରୂପ ସେ ସୃଷ୍ଟି ହେଇଯାଇଛି। ଆଉ ସେଇ ରୂପଟି ବା ସେଇ ମନଟି କଣ ହେଇଛି, ଧୀରେ ଧୀରେ ଅତୀନ୍ଦ୍ରିୟ ଦେଶକୁ ଅତିକ୍ରମ କରିଯାଇଛି। ଆମର ଇନ୍ଦ୍ରିୟ ମାନଙ୍କ ଦେଶକୁ ଅତିକ୍ରମ କରିକି ବର୍ତ୍ତମାନ ବାହାରକୁ ଆସିକି ସେ ବିଚରଣ କରୁଛି। ବାହାରେ ଆସିକି ସେ ବିଚରଣ କରୁଛି। ତାପରେ ଦେଖ, ଚାଲିଯାଏ ଶୂନ୍ୟ ଶୂନ୍ୟ କେଉଁ ସ୍ଥାନ, ସେଇ ମନଟି କାହା କଥା କହୁଛି, ସେଠି ମନ କଥା କୁହାଅଛି, ଆଉ କିଛି ନୁହଁ। ଅତୀନ୍ଦ୍ରିୟ ଦେଶରେ ଯେ ବିଚରଣ କରୁଛି ସେ ମଧ୍ୟ ମନ, ମନଟାକୁ ଅତୀନ୍ଦ୍ରିୟ ଦେଶରେ ବିଚରଣ କରିଛି। ସେଇପରି ଚାଲିଯାଏ ମନ ଶୂନ୍ୟ ଶୂନ୍ୟ କେଉଁ ସ୍ଥାନେ। ଆମ ମନଟି ଧୀରେ ଧୀରେ କଣ ହେଇଛି ନା ଶୂନ୍ୟ ଶୂନ୍ୟରେ ଗୋଟିଏ ସ୍ଥାନରୁ ଆଉ ଗୋଟେ ସ୍ଥାନକୁ ପରିବର୍ତ୍ତନ ହେଇଛି। ହେଲା, ଗୋଟିଏ ସ୍ଥାନରୁ ଆଉ ଗୋଟେ ସ୍ଥାନକୁ ସ୍ଥାନାନ୍ତରିତ ହେଇଥାଏ। ଯେତେବେଳେ ଶୂନ୍ୟ ଶୂନ୍ୟରେ ମନଟି, ମନ ଆମର ଅସ୍ଥିର, ଅସ୍ଥିର କି ନାହିଁ, ମନଟା ହେଲା ଅସ୍ଥିର, ତାର କୌଣସି ସ୍ଥିର ନଥାଏ। ହେଲା, ତେଣୁକରି ମନ ହେଲା ଅସ୍ଥିର, ଯୋଉଟା କି ଗୋଟିଏ ସେକେଣ୍ଡରେ ସାତ ନଈ ହେଲା, ସେ ସାତ ନଈ ସରି ସାତ ସାଗର, ସାତ ସାଗର ହେଲା, ସାତ ସାଗର 13 ନଈ ରିଭର କୁ ଅତିକ୍ରମ କରିକି ସେ ଯାଇକି ତାର ଲକ୍ଷ୍ୟ ସ୍ଥଳରେ ପହଞ୍ଚି ଯାଉଥିବ। ହେଲା, ଗୋଟେ ଜାଗାରୁ ଆଉ ଗୋଟେ ଜାଗାକୁ ସେ ପହଞ୍ଚି ଯାଆନ୍ତି। ତେଣୁ ସେଇ କଥା ସେ କହିଛନ୍ତି ଯେ ଚାଲିଯାଏ, ଆମ ମନଟି ଶୂନ୍ୟ ଶୂନ୍ୟରେ କେଉଁ ସ୍ଥାନରୁ କେଉଁ ସ୍ଥାନକୁ ଚାଲିଯାଏ, ସେଥିରେ ଆମେ ହେଲା କହିପାରିବା ନାହିଁ। କିନ୍ତୁ କି ଲୁଡ଼ିବା ଆସେ ସେହି ତା ନ ଜାଣେ। କିନ୍ତୁ ଆମ ମନଟି ଆକ୍ଚୁଆଲି ପ୍ରକୃତରେ କଣ ଚାହୁଁଛି ସେଇ କଥାଟି ଆମେ ଆଜି ପର୍ଯ୍ୟନ୍ତ ଜାଣିପାରିଲେ ନାହିଁ। ହେଲା, ତେଣୁ ଆମେ ଜାଣିଲେ ଯେ ଶୂନ୍ୟ ଶୂନ୍ୟ ଆମ ମନଟି ଗୋଟିଏ ସ୍ଥାନରୁ ଆଉ ଗୋଟେ ସ୍ଥାନକୁ ପରିବର୍ତ୍ତନ ହଉଛି ବା ଆକାଶରେ ଉପରେ ଉପରେ ଉଡି ଯାଉଛି। ହେଲା, କିନ୍ତୁ କି ଲୋଡିବା ଆସେ ସେହି ତା ନ ଜାଣେ। ଆମ ମନଟି ଆକ୍ଚୁଆଲି ପ୍ରକୃତରେ କଣ ଆବଶ୍ୟକ କରୁଛି ସେଇଟା ଆମେ ଜାଣିପାରୁନାହାନ୍ତି। ଧନ୍ୟ ସେହି ଯାର ଆଜ୍ଞା ଶିରେ ଧରି ଏ ଲୀଳା ରଚନ୍ତି ଦେବୀ ବାଗେଶ୍ୱରୀ। ଧନ୍ୟ ସେହି, ଏଠି ଧନ୍ୟ କିଏ କିରେ, ଏଠି ଧନ୍ୟ ହଉଛି କବି ସୂର୍ଯ୍ୟ ବଳଦେବ ରଥ। ଏଠି କବି ଅଛନ୍ତି କବି ସୂର୍ଯ୍ୟ ବଳଦେବ ରଥ, ସେ ହଉଛନ୍ତି ଧନ୍ୟ। ସେ ଯାହାର ଆଜ୍ଞା, ଆଜ୍ଞା ମାନେ ଭଗବାନ, ଭଗବାନଙ୍କର ଆଜ୍ଞା ନେଇକି, ହେଲା, ଭଗବାନଙ୍କ ଆଜ୍ଞା ନେଇକି ସେହି କବି ସୂର୍ଯ୍ୟ ବଳଦେବ ରଥ କଣ କରିଥିଲେ ନା ଫର୍ମ ପକେଇଥିଲେ। ଆଉ ତାର ମଧ୍ୟ ଧନ୍ୟ ସେହି ଯାର ଆଜ୍ଞା ଶିରେ ଧରି ଏ ଲୀଳା ରଚନ୍ତି ଦେବୀ ବାଗେଶ୍ୱରୀ। ତ ଧନ୍ୟ ସେହି ରଥ, କବି ସୂର୍ଯ୍ୟ ବଳଦେବ ରଥ, ଯାହାର ଭଗବାନଙ୍କର ସେ ଆଜ୍ଞା ପାଇକି, ଭଗବାନଙ୍କର ସେ ଆଦେଶ ପାଇକି, ହେଲା, ତାକୁ ସେ ଶିରରେ ଧରିକି, ତାକୁ ହୃଦୟରେ ଧରିକି ଏ ଲୀଳା ଯାହା ବି ସେ ରଚନା କରିଛନ୍ତି ତାକୁ କିଏ ଲେଖିଛନ୍ତି, ଦେବୀ ବାଗେଶ୍ୱରୀ ଲେଖିଛନ୍ତି। ନିଜେ ସେ ଲେଖି ନାହାନ୍ତି, ସେ କେବଳ କଲମ ଧରିଥିଲେ। ପ୍ରକୃତରେ ଲେଖିଥିଲେ କିଏ ନା ମା ସରସ୍ୱତୀ, ତାଙ୍କ କଣ୍ଠ ମାଧ୍ୟମରେ। ହେଲା, ସେହି କବି ସୂର୍ଯ୍ୟ ବଳଦେବ ରଥଙ୍କ କଣ୍ଠ ମାଧ୍ୟମରେ ବା ଲିଖନୀ ମାଧ୍ୟମରେ ମା ନିଜେ ସେହି ପଦ୍ୟଟିକୁ ବା ସେହି ସୁନ୍ଦର କବିତାଟିକୁ ରଚନା କରିଥିଲେ। ଏଇ କଥା ସେ କହିଛନ୍ତି ଯେ ଯେତେବେଳେ ସଙ୍ଗୀତର ଆବେଶ ଆମେ ପାଇଥାଉ, ସଙ୍ଗୀତର ଆବେଗ ଯେତେବେଳେ ପାଇଥାଉ, ସେତେବେଳେ ମନ ଭିତରେ ଗୋଟେ ଅଲଗା ପ୍ରକାର ରୂପ ବା ଭାବନା ସୃଷ୍ଟି ହେଇଥାଏ। ଧୀରେ ଧୀରେ ସେଇ ମନଟି ଅତୀନ୍ଦ୍ରିୟ ଦେଶକୁ ଅତିକ୍ରମ କରିକି, ହେଲା, ଇନ୍ଦ୍ରିୟ ମାନଙ୍କ ଦେଶକୁ ଅତିକ୍ରମ କରିକି ବିଚରଣ କରେ, ଆସିକି ବାହାରେ ବିଚରଣ କରେ। ତାପରେ ସେ ମନଟି ଶୂନ୍ୟ ଶୂନ୍ୟ ଚାଲିଯାଏ ଗୋଟିଏ ଗୋଟିଏ ସ୍ଥାନରୁ ଆଉ ଗୋଟେ ସ୍ଥାନକୁ। ଗୋଟିଏ ସେକେଣ୍ଡରେ ସାତ ସାଗର 13 ନଈ ଯାଇକି ପାରି ହେଇଯିବ। ହେଲା, କିଏ ଲୋଡିବା ଆସେ ସେହି ତା ନ ଜାଣେ। ତେଣୁ ଆମେ କଣ ଆବଶ୍ୟକ କରୁଛେ ସେଇଟା କେହି ଆମେ ଜାଣିପାରୁ ନାହାନ୍ତି ବା ଆମ ମନଟି ଜାଣିପାରୁ ନାହିଁ। ଧନ୍ୟ ସେହି ଯାର ଆଜ୍ଞା ଶିରେ ଧରି, ଧନ୍ୟ ହେ କବି ସୂର୍ଯ୍ୟ ବଳଦେବ ରଥ, ଯିଏକି ଭଗବାନଙ୍କ ଆଜ୍ଞାକୁ ଶିରେ ଧରିକି, ମସ୍ତକରେ ଧରିକି, ହେଲା, କଣ କରିଛନ୍ତି, ଏ ଲୀଳା ଏତେ ସୁନ୍ଦର କବିତା ସବୁ ଲେଖିଛନ୍ତି ଦେବୀ ବାଗେଶ୍ୱରୀଙ୍କ ଆଶୀର୍ବାଦରୁ, ଆଶୀର୍ବାଦରୁ। ତ ଆଜି ପାଇଁ ଏତିକି, ଦେଖିବା ପରବର୍ତ୍ତୀ ଭିଡିଓରେ। ଭିଡିଓ ଭଲ ଲାଗିଲେ ଲାଇକ୍, ସେୟାର, ସବସ୍କ୍ରାଇବ।